ଝାରସୁଗୁଡ଼ାର ଆରାଧ୍ୟ ହେଉଛନ୍ତି ପ୍ରଭୁ ଝାଡ଼େଶ୍ୱର ଏବଂ ଝାଡ଼େଶ୍ୱରକୁ ନେଇକି ଝାରସୁଗୁଡ଼ାର ପରିଚୟ। ଆମେ ଆଜି ଅତ୍ୟନ୍ତ ଖୁସି ଆନନ୍ଦିତ। ଆଜି ଓଡ଼ିଶା ବିଧାନସଭାରେ କୋରେଇର ମାନ୍ୟବର ବିଧାୟକ ତଥା ବିଶିଷ୍ଟ ଚଳଚ୍ଚିତ୍ର ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆକାଶ ଦାସ ନାୟକ ମହୋଦୟ ଆଜି ଉପସ୍ଥିତ ଅଛନ୍ତି ଏବଂ ତାଙ୍କର ଦିନିକିଆ ଗସ୍ତରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଆସିଥିଲେ। ଏଥିରେ ସେ କାର୍ଯ୍ୟକ୍ରମ ସାରି ଏଠି ଫେରିଲା ପରେ ଇଚ୍ଛା ପ୍ରକାଶ କଲେ ପ୍ରଭୁ ଝାଡ଼େଶ୍ୱରଙ୍କ ଦର୍ଶନ କରିବା ପାଇଁ ଏବଂ ଆପଣମାନେ ଜାଣିଛନ୍ତି ଏଠି ଉଦ୍ୟମରେ ଆମର ଝାରସୁଗୁଡ଼ାବାସୀଙ୍କର ଉଦ୍ୟମରେ ଏଠି ପାଖାପାଖି 4.5 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହେବା ପାଇଁ ଯାଉଛି। ଟେଣ୍ଡର ପ୍ରକ୍ରିୟା ସରିଲାଣି ଏବଂ ଯେଉଁଥିରେ ଗୋଟେ ଇକୋ ପାର୍କ, ଚାରିଆଡ଼େ କରିଡୋର, ବିଭିନ୍ନ ଭୋଗମଣ୍ଡପ ଏସବୁ ହେବ, ଯାହା ନିଶ୍ଚିତ ଭାବରେ ଏ ଜାଗାର ମହତ୍ତ୍ୱକୁ ଆହୁରି ବୃଦ୍ଧି କରିବ, ଯେଉଁଥିରେ କି ବେଶୀ ସଂଖ୍ୟାରେ ଯାତ୍ରୀ ଏଠି ଆସିପାରିବେ।